तुम्हें अनंत तुम्हें प्रशांत तुम्हें अनंत तुम्हें प्रशांत आगे जगन्नाथ आगे जगन्नाथ आगे जगन्नाथ आगे जगन्नाथ तुम इच्छारे आमे परिचालित तुम इच्छारे आमे परिचालित आगे जगन्नाथ आगे जगन्नाथ आगे जगन्नाथ आगे जगन्नाथ श्री जगन्नाथଙ୍କ ହେବ ପାଞ୍ଚ ରାତ तुम गुण गाइबाकु आमे ଥିବା पात्र श्री जगन्नाथଙ୍କ ହେବ ପାଞ୍ଚ ରାତ तुम गुण गाइबाकु आमे ଥିବା पात्र तुम्हें अनंत तुम्हें प्रशांत तुम्हें अनंत तुम्हें प्रशांत हाय जगन्नाथ। गोविंद गोविंद हरे मुरारे गोविंद गोविंद मुकुंद विष्णु गोविंद गोविंद रथंग पाणी गोविंद दामोदर माधवेति। परम ब्रह्म प्रभु पुरुषोत्तम श्री जगन्नाथ परम व्यतिक्रमर देवता से जुगे जुगे मानव लीला करिबा उद्देश्य रे ए धरा पृष्ठ को ओल्हाई आसिछंती सत मात्र से सर्वतंत्र स्वतंत्र आमे समस्ते जन्मरू मृत्यु पर्यंत गोटिए नाम रे परिचित मात्र प्रभुंकर नामर अंत नाही। भक्त कवि मधुसूदन का भाषा रे क्यों नाम धारी डाकिबी तुमको तुम्हें जे सर्व नाम क्यों नाम धारी अनंत नामर से अधिकारी प्रतिटी मासरे प्रतिटी परिस्थिति रे रहिछि प्रभुंकर एक एक सुंदर नाम। कार्तिक मासरे प्रभुंकर दिव्य नाम हेउछि दामोदर। कार्तिके नाम दामोदर केशव नाम मार्गशीर पौषरे प्रभु नारायण माघरे माधव जी जान। दाम अर्थात दौड़ी और उदर अर्थात पेट। प्रभु कहउछंती हे जिज्ञासु भक्त मंडली तुम्हें जान दौड़ी मो पेट को बांधिला जे संसार को बांधिला बाला से मध्य परिस्थिति रे पड़ी केमिति बंधा हेउछंती। भागवतकार जगन्नाथ दास वर्णना कले सहजे निर्गुण मुरारी खेलंती त्रिगुण बोरी जे सबु गुणर ऊर्ध्वरे नमो निर्गुण रूपाय बोली जहाँको संबोधन करा जाए त्रिगुण रजो हस्ते धरी मृगी नचाए नरहरी। प्रभुंकर लीला मात्रे ही अपूर्व आओ बाल्य लीला जहाँकि अत्यंत अनुपम जार
ପଟାନ୍ତର ନାହିଁ। ଜଣେ ସାଧାରଣ ମା ପରି ଯଶୋମତୀ ମା ମଧ୍ୟ ବ୍ୟଗ୍ର। ପିଲାଟି ମୋର ଶୋଇଛି, ଏହାରି ଭିତରେ ମୋତେ ସବୁ କାମ ସାରିଦେବାକୁ ପଡ଼ିବ। ଦଧି ମନ୍ଥିବା ନିମନ୍ତେ ସବୁକିଛି ଯୋଗାଡ଼ କରୁ କରୁ ପହଞ୍ଚି ଯାଆନ୍ତି ପ୍ରଭୁ ବାଳଗୋପାଳ। ଏ ଦୃଶ୍ୟ କେତେ କବିଙ୍କ ଲେଖନୀରେ କେତେ ଚମତ୍କାର ରୂପ ନେଇଛି। ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ, ଉଠିଲୁ ଏଡ଼େ ବେଗି କାହିଁକି ରେ। ମା ଥରକୁ ଥର ବାଳଗୋପାଳଙ୍କୁ ପ୍ରବୋଧନା ଦଉଛନ୍ତି, କିନ୍ତୁ ଦହି ଗୋଳେଇବାରେ ମଧ୍ୟ ବ୍ୟସ୍ତ ରହୁଛନ୍ତି। ପଛପଟେ କଳାକାହ୍ନୁଙ୍କର ସେ ଅଝଟପଣ। ଦଧି ମନ୍ଥୁଥିଲେ ଦିନେ ଯଶୋମତୀ ରାଣୀ, ପଛପଟୁ କଳାକାହ୍ନୁ ଭିଡ଼ି ଦେଲେ କାନି ମାଗୋ ଏ ଦଧିନ ମନ୍ଥ। ନିଦରୁ ଉଠିଲି ମୋତେ ଲାଗିଲାଣି ଭୋକ। ପ୍ରଭୁ ବାରମ୍ବାର ମାଙ୍କ କାନିକୁ ଭୁଡୁଛନ୍ତି, ଆଉ ମା ଯଶୋମତୀ ମଧ୍ୟ ବାଳଗୋପାଳଙ୍କୁ ବାରମ୍ବାର ବୁଝାଇ ଚାଲିଛନ୍ତି। ଯଶୋଦା ବୋଲନ୍ତି ଦଣ୍ଡେ ରହ ଗୁଣ ନିଧି, ଅଳ୍ପ କ୍ଷଣ ରହିଲେ ମୁଁ ମନ୍ଥି ଦେବି ଦଧି ମୋର ବାଳୁତକ ନାହିଁ। ଯେତେ ବୁଝାଇଲେ କାନ୍ଦୁ ଗେହ୍ଲେଇ ଗେହ୍ଲେ। ଏ ହେଉଛି ପ୍ରଭୁଙ୍କର ଅପୂର୍ବ ବାଲ୍ୟଲୀଳା। ପିଲା କାନ୍ଦିଲେ ମା କେବେ ସମ୍ଭାଳି ପାରେ ନା। କୌଣସି କାମରେ ମଧ୍ୟ ତାର ମନ ଲାଗି ନଥାଏ। ସବୁ କାମକୁ ପଛରେ ପକାଇ ଦେଇ ମା କୋଳେଇ ନେଇଥାଏ ତାର ସନ୍ତାନକୁ। ବାଳଗୋପାଳ କାନ୍ଦୁଛନ୍ତି। ଜିଜ୍ଞାସୁ ଭକ୍ତ ମନରେ ପ୍ରଶ୍ନ, ପ୍ରଭୁ ଆପଣ ହେଉଛନ୍ତି ଆନନ୍ଦର ଗନ୍ତାଘର, ଯେ ଏ ସଂସାରକୁ ଆନନ୍ଦ ବାଣ୍ଟିଲା ବାଲା, ଯେ ଆନନ୍ଦ କନ୍ଦ ଜଗଦାନନ୍ଦ କନ୍ଦାୟ ପ୍ରଣତାର୍ତି ହରାୟ ଚ ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ। ପ୍ରଭୁ ଯେ ହେଉଛନ୍ତି ଆନନ୍ଦର ଗନ୍ତାଘର, ସେ ପୁଣି କାନ୍ଦିଲେ କାହିଁକି? ପ୍ରଭୁ ଶୁଣାଉଛନ୍ତି, ତୁମେ କ'ଣ ଜାଣିନା ଶିଶୁର ମନସ୍ତତ୍ଵ? ମୁଁ ପରା ମୋ ମାଆକୁ ଆଖି ଆଗରେ ଦେଖିଲି, ଆଉ କାନ୍ଦିବିନି? ମା ହେଉଛି ଆଶାର ବାରିଧାରା, ମା ହେଉଛି ମମତାର ମନ୍ଦିର, ମୋ ମା ହେଉଛି ମୋ ପାଇଁ ସ୍ନେହର ଗନ୍ତାଘର। ଆଉ ମୋ ମାଆକୁ ଯେତେବେଳେ ମୁଁ ପାଖରେ ପାଇଲି, ତେଣୁ କାନ୍ଦିବିନି ଆଉ କ'ଣ କରିବି? ମା ଆଉ ସହିପାରିଲେ ନାହିଁ। କୋଳକୁ କୋଳେଇ ନେଇ ବାଳଗୋପାଳଙ୍କୁ ଅମୃତପାନ କରାଇଲେ। ମାଳ କୋଳରେ ଥାଇ ପ୍ରଭୁ ଭାବୁଛନ୍ତି, ବାସ୍ତବିକ ମୋ ମା ଯଶୋମତୀ, ସେ ହେଉଛି ଏ ଜନନୀ କୂଳର ବନ୍ଦନିଆ। କି ସୌଭାଗ୍ୟର ସତରେ ସେ ଅଧିକାରିଣୀ ହୋଇପାରିଛି, ଯେ ସୃଷ୍ଟିକର୍ତ୍ତାଙ୍କୁ କୋଳରେ ପୁତ୍ରବତ୍ ଜ୍ଞାନ କରି କୋଳେଇ ନେଇ ପାରୁଛି, ଯେ କି ଅମୃତପାନ କରାଉଛି। କୋଳରେ ବସାଇ ବାଙ୍କ ବିହାରୀଙ୍କୁ ଚୁମ୍ବନ ଦେବା ସହଜ କି?
ଚୁମ୍ବନ ଦେବା ସହଜ କି ସତରେ କେତେ ସୌଭାଗ୍ୟ ତାର ପିଠି ଥାପୁଡ଼ାଇ ଗଣ୍ଡେ ଚୁମ୍ବ ଦେଇ କୋଳେଇ ଧରିବା ସହଜ କି ତାଙ୍କୁ କୋଳେଇ ଧରିବା ସହଜ କି ମା ସୃଷ୍ଟିକର୍ତ୍ତା ପ୍ରଭୁ ଜଗଦୀଶ୍ୱରଙ୍କୁ ନିଜର ବାଳୁତ ପୁତ୍ର ଭାବରେ ଜ୍ଞାନ କରି କୋଳରେ ଧରିଛନ୍ତି ବାତ୍ସଲ୍ୟ ରସରେ ପୁଅ ପରି କରି ଜ୍ଞାନ କୋଳରେ ବସାଇ ମାତା ଦିଅନ୍ତି ଚୁମ୍ବନ ମା କୋଳରେ ଧରିଛନ୍ତି ବାଳ ମୁକୁନ୍ଦଙ୍କୁ ଆଉ ଏ ସଂସାରର ସବୁକିଛି ଦୁଃଖ ଭୁଲି ଯାଉଛନ୍ତି ଗୋପାଳ ଘର ଚୁଲିମାନଙ୍କରେ ହାଣ୍ଡି ଉପରେ ବସିଛି କ୍ଷୀର ପ୍ରଭୁ ଟିକେ ସେ ଆଡ଼କୁ ଚାହିଁଦେଲେ ଆଉ ପ୍ରଭୁ ଯେତେବେଳେ କ୍ଷୀର ହାଣ୍ଡି ଆଡ଼କୁ ଚାହିଁଛନ୍ତି କ୍ଷୀରମାନେ ମଧ୍ୟ ବାଳଗୋପାଳଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ପ୍ରତିଟି ଚୁଲି ଉପରେ ବସିଥିବା କ୍ଷୀର ହାଣ୍ଡିର ସେ କ୍ଷୀରମାନେ ଉପରକୁ ଉତୁରି ଆସିଲେ ମା ଯଶୋମତୀ ବା ବୁଝିବେ କିପରି ଏ ଘନଘଟା ଏ ରହସ୍ୟକୁ ଯାହାକି ପରମ ରହସ୍ୟମୟ ସେ ପୁରୁଷୋତ୍ତମଙ୍କର ଲୀଳାକୁ ସର୍ବରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତ ମନୁଷ୍ୟ ଯାହାଙ୍କର ରହସ୍ୟକୁ ଦେବତାମାନେ ମଧ୍ୟ ଜାଣିବାର ସାମର୍ଥ୍ୟ ନାହିଁ ମା ଯଶୋମତୀ ବା ତା ବୁଝିବେ କିପରି ମା ବ୍ୟତିବ୍ୟସ୍ତ ହୋଇ ପ୍ରଭୁଙ୍କୁ ତଳେ ଥୋଇ ଦେଇ ଚାଲିଗଲେ ଯାହାଙ୍କୁ ପାଇବା ପାଇଁ ଜନ୍ମ ଜନ୍ମ ବିତିଗଲେ ମଧ୍ୟ ସେ ମିଳନ୍ତି ନାହିଁ ପ୍ରଭୁ ଭାବୁଛନ୍ତି ଜନ୍ମ ଜନ୍ମ ଧରି ମୁନି ଋଷିମାନେ କେତେ ଜପ ତପ ଯାଗ ଯଜ୍ଞ କରି ମଧ୍ୟ ମୋତେ ପାଇପାରି ନାହାନ୍ତି ଆଉ ଆଜି ତୁ ମା ଯଶୋମତୀ ତୁ ମୋତେ ଛାଡ଼ି ଏ ତଳେ ଥୋଇ ଦେଇ ଚାଲିଗଲୁ ପ୍ରଭୁ ଉଠିଲେ କିଛି ଗୋଟେ କରିବେ ମା ଜାଣିବେ ତେଣୁ ପ୍ରଭୁ ଚାଲୁଛନ୍ତି ମଧୁର ଛନ୍ଦେ ଅତି ଆନନ୍ଦେ ଗୀତ ଗାଇ ଗୁଣ ଗୁଣ ପାଦେନୁ ପୁର କେଡ଼େ ମଧୁର ବାଜୁଥାଇ ଋଣ ଝଣ ବାଳଗୋପାଳ ଚାଲିଛନ୍ତି ଆଗକୁ ଆଗକୁ ଆଉ ମନେ ମନେ ଭାବୁଛନ୍ତି କ'ଣ କରିବି ଆଖି ଆଗରେ ପଡ଼ିଲା ଶିଳପୁତା ଭାବିଲେ ଆକୁ ଟିକେ ଆଜି କାମରେ ଲାଗିଲେ ଉଠିଲେ ଭବ ସୁଖଦାତା ଘରୁ ଆଣିଲେ ଶିଳପୁତା ପିଟିଲେ ଦଧି ଭଣ୍ଡେ ନେଇ ଭାଜି ଗୋରସ ଗଲା ବହି ମା ଯଶୋଦା ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଛନ୍ତି କ'ଣ ଏ ଲୀଳା ପ୍ରଭୁ ଏ ହାଣ୍ଡି ଭାଙ୍ଗି ଦେଇ ଆଗେ ଆଗେ ଧାଉଁଛନ୍ତି ଆଉ ସେ ବାଳଗୋପାଳଙ୍କୁ ଧରିବା ପାଇଁ ମା ମଧ୍ୟ ତାଙ୍କ ପଛେ ପଛେ ଗୋଡ଼ଉଛନ୍ତି ପ୍ରଭୁ ଚାଲିଛନ୍ତି ହସି ହସି ଜିଜ୍ଞାସୁ ଭକ୍ତ ମନରେ ପ୍ରଶ୍ନ ଭକ୍ତ ପଚାରୁଛି ମା ଆପଣଙ୍କୁ ଦଣ୍ଡ ଦେବା ପାଇଁ ହାତରେ ଛାଟ ଧରି ଆପଣଙ୍କ ପଛରେ ଗୋଡ଼ଉଛନ୍ତି ଆପଣ ଏ ବିପଦରେ ମଧ୍ୟ ହସୁଛନ୍ତି ପ୍ରଭୁ ଶୁଣାଉଛନ୍ତି ଏ ବିପଦ ମୋ ପାଇଁ ନୁହେଁ ବରଂ ମୋ ପଛରେ ଦୌଡ଼ୁଥିବା ଜୀବ ପାଇଁ ମା ଯଶୋଦାଙ୍କର ଏ ବିକଳ ଅବସ୍ଥା ଦେଖି ଏ ଅସହାୟତା ଦେଖି ମୁଁ ହସୁଛି ଏ ସଂସାର ହାଟରେ ଆମେ ସମସ୍ତେ ଏମିତି ଏକ ଏକ ଅସହାୟ ଜୀବ ଲେଉଟି ଚାହେଁ ଆଦି ମୂଳ ଦେଖିଣ ଯଶୋଦା ବିକଳ ମୁଁ ଯେବେ ଯିବିଟି ପଳାଇ
के मोते पारिब गोड़ाए। मार केते अहंकार से भाविछि मोते धरिब किंतु एहा कोन केबे संभव हेई परिबो। जहार आदि अंत नाही जसोदा पाइब बाकाहे। भगवान आगे आगे चली छंती एवं माँ अभिमानर छाट धरी पछे पछे चालू छंती, जहाँकि भागवतकार जगन्नाथ दासଙ୍କ लेखनी रे बेस जीवंत होइछि। अनंत नामे अंत नाही अनक्षरे जार देहि ताहाको पुत्र प्रायमणि पछे गोड़ाए गोपालुनी। आउ दौड़ी पारुनांती माँ छाट पकाई देले। माँ हाथरू जेतेबेले अभिमान छाट पड़िला बाणगोपाल मध्य सेठी अटकी गले। से मध्य माँ आड़क चाहि आखि मली मली कांदिबाकु लागिले। जिज्ञासु भक्त पुणी प्रभु को प्रश्न, प्रभु आपण रहीगले? प्रभु सुनाउछंती, जेतेबेले जीव पाखरे अहंकार थाए अभिमान थाए मु ताठू यथेष्ट दूर रे थाए। माँ हाथरे थिला अभिमान रो छाट, तेणु मु आगे आगे दौड़ुथिली। छाट पड़िला, माँकर अभिमान भांगिला, अहंकार भांगिला। आजी माँ पाखरे स्वयं जगदीश्वर अपराधी साजी आखि मली मली कांदुछंती। जे कालस्य कालं जमर मध्य जे जम से आजी माँ क्रोध देखी कांदुछंती। जनम भव भय हरे से किंपा जसोदा को डरे। जिज्ञासु भक्त मनरे प्रश्न, जार नाम नहीं गले ए संसार समस्त विपत्ति पलाए। जे जगतर सर्वमय कर्ता केवल ए संसार को आनंद देवा उद्देश्य रे से आजी माँ आगरे अपराधी साजी कांदुछंती। माँ धइले, खाली धरिले नाही, तांको उदुखଳରେ बांधिले। मात्र बांधिबा पाई समर्थ होई पारु नाहंती। माँ जसोमती दुई आंगुली छोट हे जाउछि दौड़ी। घरु जेते दौड़ी आनी जोड़िले मध्य पुणी दुई आंगुली छोट। भगवानंकर प्रभाव देखी दौड़ी मध्य तार स्वभाव को हराई बसिला। घरे थिबा समस्त दौड़ी सरीगला सत, मात्र प्रभु बंधा होई पारिले नाही। माँकर अति दयनीय अवस्था, जहाँको प्रभु प्राण भरी उपभोग करुछंती। गोपपुरर जेते गोपी थिले समस्ते एकत्र हेले। समस्तंक घरु दौड़ी आसिला, तेबे मध्य अंटिला नाही। दौड़ी सरीगला सिना, किंतु प्रभु बंधा होई पारिले नाही। गोपी मानंकर थट्टा परिहास, रानी बोलाऊ गोपपुरे बंधी न पारिलु कुमारे। सुनी जसोदा लज्जा पाई भूमि की निरेखिर होई। वास्तविक जीव और ब्रह्म मध्यरे एई दुई आंगुलीर व्यवधान, दुई अक्षरर व्यवधान। भक्ति, ज्ञान, नाम और कर्म ए सबु जदि ठीक थाए तेबे प्रभु छाए छाए आसी बंधा होई जानती। मांकर अवस्था देखी बालगोपाल निजे बांधी होई गले। भक्ति
ଓ ଶରଣାଗତି ଆସିଗଲେ ଭଗବାନ ବନ୍ଧା ହୋଇଯାଆନ୍ତି। ଏହା ତାର ଜ୍ୱଳନ୍ତ ନିଦର୍ଶନ। ଯଶୋଦା ଶ୍ରମ ଦେଖି ହରି ନିଜ ବନ୍ଧନେ ଦୟା କରି ତକ୍ଷଣେ ଦୌଡ଼ି ଅଣ୍ଟିଲା କୃଷ୍ଣଙ୍କୁ ରୋଳରେ ବାନ୍ଧିଲା। ଏମିତି ସେଦିନ ପ୍ରଭୁ ବନ୍ଧା ହେଲେ ବୋଲି ନାମ ତାଙ୍କର ହେଲା ଦାମୋଦର। ମାତ୍ର ମାତା ତାଙ୍କୁ କୁପିତ ହୋଇ ବାନ୍ଧିଲେ ଜାମଳାର୍ଜୁନ ବୃକ୍ଷରେ। ବାଳଗୋପାଳଙ୍କ ଚରଣ ସ୍ପର୍ଶରେ ଜାମଳାର୍ଜୁନ ରୂପୀ କୁବେରଙ୍କର ଦୁଇ ପୁତ୍ର ନଳକୁବେର ମୁକ୍ତି ଲାଭ କରିଛନ୍ତି। ଏହିପରି ବିରାଟ ବୃକ୍ଷଦ୍ୱୟ ବିନା କାରଣରେ ଉପୁଡ଼ିଯିବା ଓ ବାଳଗୋପାଳ ରକ୍ଷା ପାଇଯିବା ଘଟଣାରେ ମା ଯଶୋଦା ଓ ଗୋପୀମାନେ ସେଦିନ ବିଶେଷ ଉଦ୍ବିଗ୍ନ ହୋଇପଡ଼ିଛନ୍ତି। ବାସ୍ତବିକ ସେ ହିଁ ହେଉଛନ୍ତି ସବୁ ସମୟର ଉଦ୍ଧାରକର୍ତ୍ତା। ତାଙ୍କରି ନାମ ହିଁ ପ୍ରତ୍ୟେକଙ୍କୁ ଦେଖାଏ ମୁକ୍ତିର ମାର୍ଗ। ସୁଖାବସାନେ ତ୍ୱିଦମେବ ସାରମ୍ ଦୁଃଖାବସାନେ ତ୍ୱିଦମେବ ଗେୟମ୍ ଦେହାବସାନେ ତ୍ୱିଦମେବ ଜପମ୍ ଗୋବିନ୍ଦ ଦାମୋଦର ମାଧବେତେ। ମା ଯଶୋଦାଙ୍କର ଶ୍ରୀକୃଷ୍ଣଙ୍କୁ ଏଇ ଜାମଳାର୍ଜୁନ ଗଛରେ ବାନ୍ଧିବାର ବୃତ୍ତାନ୍ତକୁ ବର୍ଣ୍ଣନା କରୁଛନ୍ତି ଭାଗବତକାର ଜଗନ୍ନାଥ ଦାସ। ରୋଳ ଲାଗନ୍ତେ ବେନି ବୃକ୍ଷେ ହେ ଗୋବିନ୍ଦ ଗୋବିନ୍ଦ ଟାଣିଲେ ପ୍ରତ୍ୟକ୍ଷେ ହେ ଗୋବିନ୍ଦ। କୃଷ୍ଣଙ୍କୁ ଦେଖି ବେନି ଭାଇ ହେ ଗୋବିନ୍ଦ ଚରଣେ ଶିର ଦେଲେନେ। ତେଣୁ ସେମାନେ ଥିଲେ ଅଭିଶପ୍ତ। ପ୍ରଭୁଙ୍କୁ ପାଇ ସେମାନେ ପୁଣି ପୁନର୍ଜନ୍ମ ଲାଭ କରିଛନ୍ତି। ଏଇ ଦୃଶ୍ୟକୁ କେତେ କବି ବିବିଧ ଉପାୟରେ ବର୍ଣ୍ଣନା କରିଛନ୍ତି। ରାଜା ଗୋବିନ୍ଦ ଭଞ୍ଜ ବର୍ଣ୍ଣନା କରୁଛନ୍ତି। ଜାମଳା ତରୁ ସ୍ୱରୂପେ କୁବେର ନନ୍ଦନ ମଧ୍ୟରେ ଗଳିଲା ରୋଳ କଟିର ବସନ ରୋଳ ଭର ଲାଗିଣ ଭାଙ୍ଗିଲେ ବୃକ୍ଷ ବେନି ଭାଙ୍ଗିଲେ ବୃକ୍ଷ ବେନି କରପତ୍ର ଯୋଡ଼ି ଉଭା ନିଜ ଦେହ ଘେନି ନିଜ ଗେହ ଧେନି। ଏ ହେଉଛି ସେଇ ବାଳଗୋପାଳଙ୍କର ଦାମୋଦର ଲୀଳା। ଦାମୋଦର ଲୀଳା ପ୍ରଭୁଙ୍କର ଅତ୍ୟନ୍ତ ପ୍ରେମର ଲୀଳା। ପ୍ରଭୁଙ୍କର ମଥୁରା ଯାତ୍ରା ସମୟରେ ମା ଯଶୋମତୀଙ୍କର କାତର କଣ୍ଠରେ ବିକଳ କଣ୍ଠରେ ଅନୁନୟ ବିନୟ ହୋଇ କହୁଛନ୍ତି, ବାପାରେ ମୁଁ ଯେଉଁ ସେଦିନ ଜାମଳାର୍ଜୁନ ଗଛରେ ତତେ ବାନ୍ଧିଥିଲି ଏ କଥା ମଥୁରାପୁରରେ ତୁ କେବେ କାହାକୁ କହିବୁ ନାହିଁ। ହସନ୍ତି ପ୍ରଭୁ ବାଳମୁକୁନ୍ଦ। ମା ତୁମର ସେ ପ୍ରେମର ବନ୍ଧନ ସେ ସ୍ନେହର ବନ୍ଧନକୁ ମୁଁ କ'ଣ କେବେ ଭୁଲି ପାରିବି? ତାହା ହିଁ ତ ଗୋପପୁରର ମୋର ଅତୀବ ମଧୁମୟ ସ୍ମୃତି। ପ୍ରଭୁ ଜଗନ୍ନାଥଙ୍କର ଏ ହେଉଛି ଅପୂର୍ବ ଦାମୋଦର ଲୀଳା। ମା ଯଶୋଦାଙ୍କର ବାତ୍ସଲ୍ୟ ରସରେ କେବଳ ସେଦିନ ପ୍ରଭୁ
ଅବଗାହନ କରିନାହାନ୍ତି ବରଂ ଏହି ଘଟଣାକୁ ଚିରଞ୍ଜୀବୀ କରାଇବା ଉଦ୍ଦେଶ୍ୟରେ ପ୍ରଭୁ ନାମ ବହିଛନ୍ତି ଦାମୋଦର। କେବଳ ଦ୍ୱାପର ଯୁଗ ନୁହେଁ, ଯୁଗ ଯୁଗକୁ ପ୍ରଭୁଙ୍କର ଏ ଲୀଳା ହୋଇଛି ପରିବ୍ୟାପ୍ତ। ପ୍ରଭୁ ସବୁବେଳେ ବନ୍ଧନ ପ୍ରିୟ, ଭକ୍ତର ଭାବ ବନ୍ଧନରେ, ପ୍ରେମ ବନ୍ଧନରେ ସେ ଯୁଗେ ଯୁଗେ ବନ୍ଧା ପଡ଼ିଥାନ୍ତି। ତେଣୁ ଭକ୍ତ ମନ ସବୁବେଳେ ପ୍ରଶ୍ନମୟ ହୋଇ ଉଠେ, ପ୍ରଭୁ ତୁମର କ'ଣ ଆକାର, ତୁମର କ'ଣ? ତୁମେ କ'ଣ ସେହି ରାଇ ଦାମୋଦର, ଗୋପୀର କିଙ୍କର ବୀରବର? ତୁମେ ଗୋପୀର କିଙ୍କର ବୀରବର? ତୁମେ କ'ଣ ସେହି ରୁକ୍ମିଣୀ ଚୋର, ବରଜ ସୁନ୍ଦର ଦାମୋଦର? ତୁମେ ବରଜ ସୁନ୍ଦର ଦାମୋଦର? ତୁମେ କି ବିରାଟ କି ଅନନ୍ତ, ତୁମେ ପାରୁନାହିଁ ମୁହିଁ କିଛି ବୁଝି, ପାରୁନାହିଁ ମୁହିଁ କିଛି ବୁଝି। ଏ ଭବ ସାଗରୁ ପାରି ହେବା ପାଇଁ ତୋତେ ଗଣ୍ଠି ଧନ କରିଅଛି, ତୋତେ ଗଣ୍ଠି ଧନ କରିଅଛି। ଏହିପରି ପ୍ରଭୁଙ୍କର ଲୀଳା ହୋଇଛି ସୁଦୂର ପ୍ରସାରୀ। ପ୍ରଭୁଙ୍କର ଲୀଳା ଶ୍ରବଣ ଆମ ସମସ୍ତଙ୍କୁ ସେହି ଦାମୋଦର ରୂପ ଦର୍ଶନର ସୁଯୋଗ ପ୍ରଦାନ କରୁ। ଏତିକି ଆମେ ସମସ୍ତେ ଅନ୍ତତଃ ପ୍ରାର୍ଥନା କରିବା। ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ଦାମୋଦରାୟ। ସେହି ପ୍ରଭୁ ଦାମୋଦର ଆମ ସମସ୍ତଙ୍କର ସହାୟ ହୁଅନ୍ତୁ। ନମସ୍ତେ ପ୍ରଭୁ ଦାମୋଦର, ଭବବନ୍ଧନ ପରିକର। ସେହି ଆମର ଏକମାତ୍ର ସାହା ଭରସା। ଏହି ପ୍ରାର୍ଥନା କରିବା ଏବଂ ଭକ୍ତ କବି ବିଲ୍ୱମଙ୍ଗଳଙ୍କ କଣ୍ଠରେ କଣ୍ଠ ମିଶାଇ ଆମେ ସମସ୍ତେ ସଂସାରର ବଦ୍ଧ ଜୀବ ପ୍ରାର୍ଥନା କରିବା। ସଂସାର କୂପେ ପତିତୋତ୍ୟଗାଧେ, ମୋହାନ୍ଧ ପୂର୍ଣ୍ଣେ ବିଷୟାଭିତପ୍ତେ, କରାବଲମ୍ବಂ মম দেহি বিষ্ণু, গোবিন্দ দামোদর মাধবেতি, গোবিন্দ দামোদর মাধবেতি, গোবিন্দ দামোদর মাধবেতি। সেই প্রভু দামোদর प्रति क्षेत्र रे आमको सहाय हेबे ए विश्वास आम समस्तंकर रही थाउ। जय प्रभु बाल मुकुंद, जय प्रभु बाल गोपाल, जय प्रभु दामोदर।